ଅଦିନିଆ ବର୍ଷାରେ ମୋର ବାଇଗଣ ଲାଗିଥିଲା, ଝୁଡ଼ୁଙ୍ଗ, କାକୁଡ଼ି ଏସବୁ ତ ବର୍ଷା ପରେ ବର୍ଷା ଲାଗି ରହିଛି। ସବୁ ମୂଳ ସନ୍ତରା ହେଇଯାଉଛି, ହେଇକି ପାଣି ଜମିକି ସବୁ ଗଛ ନଷ୍ଟ ହେଇଯାଉଛି। ନଷ୍ଟ ହେବା ଦ୍ୱାରା ଆମର ଦୁନିଆ ଦେନ୍ ଧାର କରିକି ଆମେ ଚାଷ କରୁଛୁ। ବ୍ୟାଙ୍କରେ ବି ଯାଇକି ଯେଉଁ ପ୍ରଧାନମନ୍ତ୍ରୀ ଫସଲ ବୀମା ବି କରିଥିଲୁ, ତା ଦେହରେ ବି ଆମକୁ କହିଲା ଆଉ ଯାଇକି ଯେ ସାର୍ କ୍ଷତି ହେଇଛି, ଆମର କିଛି ଫଟୋ ଇନ୍ସୁରାନ୍ସ ଇଏ କରୁନାହାନ୍ତି। ସିଏ କହିଲେ ଗୋଟେ ବ୍ଲକର ଥିଲା କ୍ଷତି ହେଲେ ଆପଣଙ୍କୁ ମିଳିବ। ଆମେ ସାର୍ ଗୋଟେ ବ୍ଲକର କ୍ଷତି ହେବ, ସେଇଭଳିଆ ତ ବ୍ଲକ ସାରା ଲୋକଙ୍କର ଇଏ କଲେ, ଯେଉଁମାନେ ପ୍ରକୃତ ଚାଷ କରୁଛନ୍ତି ସେଇମାନଙ୍କୁ ଇନକ୍ୱାରି କରି ଦିଅନ୍ତୁ। ଆଉ ଏଇଭଳିଆ କରିକି ତ କେହି ଦେଉନାହାନ୍ତି। ଆମେ ଚାଷ ଦେନ୍ ଧାର କରି ଦେଣିଲ ବୁଡ଼ି ମରୁଛୁ ଆଉ କ'ଣ। ଏଥର ମୋର ଝୁଡ଼ୁଙ୍ଗ ସାର୍ କ୍ଷତି ହେଇଗଲା, ବାଇଗଣ 2000 2500 ଲାଗିଥିଲା କ୍ଷତି ହେଇଗଲା, କାକୁଡ଼ି 5-7 ଗୁଣ୍ଠ ଲଗେଇଥିଲି, ଆପଣ ତ ଦେଖୁଛନ୍ତି ସବୁ କ୍ଷତି ହେଇଯାଉଛି। ଆଉ ଏଇଆ ଚାଲିଛି ସମସ୍ୟା ଆଉ କ'ଣ। ବର୍ଷା ତ ହେଇକି ଗଲା 2 ଦିନ, ଫେରେ ଗୋଟେ ଦିନ ଖରା ହେଇନାହିଁ, ଫେର ଆରମ୍ଭ ହେଇଗଲା। ଆଉ ଏ ଗଛପତ୍ର ଆଉ କେତେ ଦିନ ପାଣି ସମ୍ଭାଳିବ। ବର୍ତ୍ତମାନ ଗଛପତ୍ର ମାଟି ଟିକେ ଶୁଖିଥିଲେ ଆମର ଉନ୍ନତ ହେଇଥାନ୍ତା। ମାଟି ତ ପର ବର୍ଷା ହେଉଛି, ଟୋଟାଲ ମାଟି ଶୁଖୁନାହିଁ, ଗଛ ତାର ମୂଳ ସନ୍ତରା ହେଇ ପଚି ହେଇକି ନାଲା ପଡ଼ି ହେଉଛି। ଲାଷ୍ଟକୁ ଖୋଲି କାଦେନୁ, କାଦେଇ ଆଉ କରିବୁ କ'ଣ। ଚାଷକୂଳ ତ ଆମର ଖାଲି ବୁଢ଼େଇବା କଥା, ବର୍ଷା ଅଦିନିଆ ବର୍ଷା, ସରକାର ତ କିଛି ବୁଝୁନାହାନ୍ତି ଆଉ ସରକାରଙ୍କୁ ଯାଇକି ଯାହାକୁ କହିଲେ କୃଷି ଅଫିସରେ, ସେ କହିଲେ ଗୋଟେ ବ୍ଲକର କ୍ଷତି ହେଲେ ଆମେ ଯାଇକି ଦେବୁ। ଆମେ ଏଇଭଳିଆ ଚାଷକୂଳ ହେଇକି ହଟ ହଟ ହେଉଛୁ ଆଉ କ'ଣ।